ଶୀତରେ ଥରୁଛି ଓଡ଼ିଶା। 3 ଦିନରେ ଆହୁରି 3 ଡିଗ୍ରୀ ଖସିବ ପାରଦ। ତେବେ ଜି ଉଦୟଗିରିରେ ଶନିବାର ରାତି ତାପମାତ୍ରା 9 ଡିଗ୍ରୀ ସେଲସିୟସ୍ ଥିଲା। ଆଉ ରବିବାର ଦିନ ପାରଦ 7.8 ଡିଗ୍ରୀକୁ ଖସିଛି। ସେହିପରି ଫୁଲବାଣୀରେ 12.5 ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ପାଖାପାଖି 1.5 ଡିଗ୍ରୀ ତାପମାତ୍ରା ଖସିଛି। ଆଗକୁ ଆହୁରି ତାପମାତ୍ରା ଖସିବ ବୋଲି ଅନୁମାନ କରାଯାଉଛି, ଯାହାକି ଆସନ୍ତା 3 ଦିନରେ ରାତି ତାପମାତ୍ରା ଆହୁରି 3 ଡିଗ୍ରୀ ଯାଏଁ କମିପାରେ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ ରବିବାର ଦିନ ରାଜ୍ୟର 10ଟି ସହରରେ ପାରଦ 15 ଡିଗ୍ରୀ ତଳେ ଥିଲା। ତେବେ ବର୍ତ୍ତମାନ ଶୀତର ପ୍ରକୋପ ବଢ଼ିବା ସହ ସନ୍ଧ୍ୟାରୁ ଥଣ୍ଡା ଅନୁଭୂତ ହେଉଛି, ଆଉ ରାତିରେ ଅଧିକ ଶୀତ ଲାଗୁଛି। ଅନ୍ୟପଟେ ଆସନ୍ତା 7 ଦିନ ଯାଏଁ ରାଜ୍ୟରେ ଆଦୌ ବର୍ଷା ହେବାର ସମ୍ଭାବନା ନାହିଁ, ବରଂ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହିତ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।